ସମସ୍ତଙ୍କୁ ନମସ୍କାର। ଚାଲନ୍ତୁ ଆମେ ଆଜି କୋରାପୁଟର ଆଉ ଏକ ଦର୍ଶନୀୟ ସ୍ଥାନ ଦେଖିବା। ସେଇଟା ହେଉଛି ଦେଓମାଳି। ଆମେ ଫୁଲ୍ ଟିମ୍ ଦେଓମାଳି ଅଭିମୁଖେ ବାହାରି ପଡ଼ିଛୁ। ଆଉ ଦେଓମାଳି ଯିବା ପୂର୍ବରୁ ଯେଉଁ ସ୍ଥାନଟି ପଡ଼ିଥାଏ, ଯେଉଁ ଦର୍ଶନୀୟ ସ୍ଥାନ, ସେଇଟା ହେଲା ତଳମାଳି। ଆଉ ଏଇ ତଳମାଳି ସମୁଦ୍ର ପତନରୁ ପ୍ରାୟ 1700 ମିଟର ଅର୍ଥାତ୍ ପାଖାପାଖି 6000 ଫୁଟ ସମୁଦ୍ର ପତନରୁ ଉଚ୍ଚରେ ଅବସ୍ଥିତ। ଆମର ଗାଡ଼ି ଏବେ ତଳମାଳି ପାଖାପାଖି ହେଇଯାଇଛି। ଏତେ ଉପରେ ଦେଖନ୍ତୁ, ଆପଣଙ୍କର ଏଇ ଉପତ୍ୟକାରେ ମେଘ କେମିତି ଗତି କରୁଛି ଏବଂ ଆପଣ ସେଇ ମେଘର ସ୍ପର୍ଶ ଏଠି ପାଇପାରିବେ। ଆମେ ତଳମାଳିରୁ ଓହ୍ଲେଇଗଲୁ। ଏଇ ଦେଖନ୍ତୁ, ଏଇ ତଳମାଳି ଲେଖା ଦେଖାଯାଉଛି। ଅନ୍ୟାନ୍ୟ ଭିଜିଟର୍ସ ମଧ୍ୟ ଆସିଛନ୍ତି। ଏଇ ଯେଉଁ ଉପତ୍ୟକା ମାନେ ପାହାଡ଼ ଚାରିଆଡ଼େ ରହିଛି ଏବଂ ମଝିରେ ଏଇ ଯେଉଁ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ରହିଛି, ଏଇଠି ଆପଣଙ୍କର ସେମିତି ଜଙ୍ଗଲ କି ଗଛ ନାହିଁ, ପଡ଼ିଆ। ଏଇଠି ରହିକି ସମସ୍ତେ ପ୍ରକୃତିର ଏହି ଅପରନ୍ତ ଶୋଭାକୁ ଉପଭୋଗ କରିଥାନ୍ତି। ଟିକେ ଥଣ୍ଡା ଲାଗିବ, କାରଣ ଆପଣ ପ୍ରତ୍ୟକ୍ଷ ଭାବରେ ଏଠି ମେଘକୁ ଛୁଇଁ ପାରିବେ। ମେଘ ଆପଣଙ୍କ ଦେହକୁ ଛୁଇଁକି ଚାଲିଯିବ, ତେଣୁ ଉଦା ହେବ। ଏଇ ଦେଖନ୍ତୁ, ଭଲ ଭାବରେ ଆମେ ଦେଖୁଛୁ ଚାରିଆଡ଼େ କେମିତି ଆମ କଡ଼େ କଡ଼େ ଧୂଆଁଳିଆ ଦେଖାଯାଉଛି। ସେଇଟା ଧୂଆଁଳିଆ ନୁହେଁ, ସେଇଟା ହେଉଛି ମେଘ। ଆମେ ସମସ୍ତେ ଏଇ ପ୍ରକୃତିର ଶୋଭାକୁ ଦେଖିବା ପାଇଁ ବିଭୋର। ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ମେଘ ଆସୁଛି, ପୁଣି ଛାଡ଼ି ଚାଲି ଯାଉଛି। ମେଘର ଖେଳ କେମିତି ହେଉଛି ଏଇଠି ଦେଖନ୍ତୁ। ଏଇ ଲେଖାରୁ ଆପଣ ଜାଣିପାରିବେ। ଯେଉଁ ତଳମାଳି ଦେଖୁଥିଲେ, ବର୍ତ୍ତମାନ ଦେଖିପାରୁଥିବେ ଗୋଟେ ଧୂଆଁ ଟାଇପ୍ର ମେଘ ମାଡ଼ି ଆସୁଛି। ଦେଖନ୍ତୁ, ତଳମାଳିର ରାଇଟ୍ ସାଇଡ଼୍ରୁ ସେଇ ମେଘଟା ଛୁଇଁ ଛୁଇଁ ଯାଉଛି। ତଳମାଳିଟା ଅଦୃଶ୍ୟ ହେଇ ଧୀରେ ଧୀରେ ଚାଲିଛି ଏବଂ ଏଇ ଦେଖନ୍ତୁ କେମିତି ଆସିଗଲାଣି ସେ ଲୋକମାନଙ୍କ ପାଖକୁ ମେଘ। ଏବଂ ତଳମାଳି ଯେଉଁ ଲେଖା, ସିଏ କ୍ରମେ କ୍ରମେ ଝାପ୍ସା ହେଇଯାଉଛି। ଆଉ ଆମେ ଏବେ ସମ୍ପୂର୍ଣ୍ଣ ମେଘ ଆମକୁ ମାନେ କ'ଣ କହିବା, ତା ଭିତରକୁ ନେଇ ନେଲାଣି। ଦେଖନ୍ତୁ, ତଳମାଳି ପୁରାପୁରି ଝାପ୍ସା ହେଇଗଲାଣି। ଆଉ ଏବେ ଆଉ ତଳମାଳି ଦେଖାଯାଉନି, କାରଣ ମେଘର ଯେଉଁ ସ୍ତର ତାକୁ ଛାଇଦେଲା ଏଇ ଲୋକମାନଙ୍କୁ। ଦେଖନ୍ତୁ କେମିତି ମେଘଟା ସେଇପଟୁ ଚାଲି ଆସୁଛି, କ୍ରମେ କ୍ରମେ ଛାଡ଼ି ବି ଯାଉଛି। ଦେଖନ୍ତୁ, ଏବେ ଟିକେ ମେଘ ଛାଡ଼ିଗଲା, ତଳମାଳି ଦେଖାଗଲା। ବର୍ତ୍ତମାନ ବହୁତ ବେଶୀ ଛାଡ଼ି ଯାଇଛି, ତେଣୁ ତଳମାଳି ବହୁତ ଭଲ ଭାବରେ ଦେଖାଯାଉଛି। ତ ଏହି ପ୍ରକାର ଆପଣ ମେଘର ଗତି ଏବଂ ମେଘକୁ ସ୍ପର୍ଶ କରିବାର ସୁଯୋଗ ପାଇବେ ଏଇ ତଳମାଳିରେ। ଉପତ୍ୟକାଟି ସୁନ୍ଦର ହେଇଛି। ଏଥିରୁ ଚାରିଆଡ଼େ ଯେଉଁ ବଡ଼ ବଡ଼ ପର୍ବତ ସବୁ ରହିଛି, ସେଗୁଡ଼ା ତଳେ ଦେଖାଯିବ ଏବଂ କେତେବେଳେ ସେଇ ପର୍ବତ ଗୁଡ଼ାକୁ ଆପଣ ଦେଖିବେ ତ ସେଗୁଡ଼ାରେ ମେଘ ଏମିତି ଛୁଇଁକି ରହିଛି। ବର୍ଷା ହେଉଛି, ସଙ୍ଗେ ସଙ୍ଗେ ମେଘ ଅପସରି ଯାଉଛି ପବନରେ ଏବଂ ସେଠି ଖରା ବି ଦେଖାଯାଉଛି। ତେଣୁ ମେଘ, ଛାଇ ଆଉ ଖରାର ଖେଳ କହିଲେ ଚଳେ। ଦେଖନ୍ତୁ କେତେ କଳାହାଣ୍ଡିଆ ମେଘଟା ଚାଲି ଆସିଛି। ଦେଖି ମୋଦି ଭାଇ ନୃତ୍ୟ କରୁଛନ୍ତି ଆଉ ବିଭିନ୍ନ ଭିଜିଟର୍ସ ଏହାର ମଜା ନେଉଛନ୍ତି। ବର୍ତ୍ତମାନ ଏଇ ଯେଉଁ ମେଘ ଆସୁଛି, ଏଇଟା ନିଶ୍ଚିତ ଭାବରେ ସମସ୍ତଙ୍କୁ ଉଦା କରିଦେବ। ତେଣୁ ସମସ୍ତେ ଗାଡ଼ି ପାଖକୁ ବି ପଳେଇ ଆସୁଛନ୍ତି। ଏଇଟା ତଳମାଳି ଉନ୍ନୟନ ସଂସ୍ଥା ତରଫରୁ ଗୋଟେ ସ୍ପଟ୍ ତିଆରି କରାଯାଇଛି, ଯେଉଁଠି କୋରାପୁଟର ଆଦିବାସୀମାନଙ୍କର ମୂର୍ତ୍ତି ସବୁ ରଖାହେଇଛି, ଟେରାକୋଟା ଇତ୍ୟାଦି କରାଯାଇଛି। ଏଇଠି ସମସ୍ତ ଭିଜିଟର୍ସ ଗାଡ଼ି ରଖନ୍ତି ଏବଂ ପ୍ରକୃତିର ଶୋଭାକୁ ଉପଭୋଗ କରନ୍ତି। ଆଉ ସ୍ମୃତିକୁ ମନେ ରଖିବା ପାଇଁ ଫଟୋ ଇତ୍ୟାଦି ଉଠାଇଥାନ୍ତି। ମୁଁ ଏଠି ଆପଣଙ୍କୁ ମେଘର ଗତି କେମିତି ହେଉଛି ଡିଟେଲ୍ ଦେଖାଉଛି। ଆପଣ ଏଟାକୁ ଫୁଲ୍ ସ୍କ୍ରିନ୍ କରିକି ଦେଖିଲେ ନିଶ୍ଚିତ ଦେଖିପାରିବେ କେମିତି ମେଘ ଅତିକ୍ରମ କରୁଛି ଏଇ ପାହାଡ଼ ଗୁଡ଼ାକୁ ଏବଂ ଆମକୁ ଛୁଇଁ ଛୁଇଁ ଚାଲିଯାଉଛି। ଏ ଉପତ୍ୟକା ଅତି ସୁନ୍ଦର। ଏଠାରେ ବାୟୁର ଚାପ କମ୍ ଅଛି, ତେଣୁ ଏଠି ମଟନ୍ ବା ଦେଶୀ ଚିକେନ୍ ଇତ୍ୟାଦି ରୋଷେଇ କରି ହୁଏ ନାହିଁ। ବହୁତ ପ୍ରେସାର ଦେଲେ ମଧ୍ୟ ପ୍ରେସାର କୁକର୍ ଏଠି ସିଝେ ନାହିଁ। ଇଏ ହେଲା ତଳମାଳି ଉନ୍ନୟନ ସଂସ୍ଥା ତରଫରୁ ଗୋଟେ ବୋର୍ଡ଼। ଆଉ ଇଏ ପାଣିଗ୍ରାହୀ ବାବୁ ଆଉ ବାରିକବାବୁଙ୍କ ଫ୍ୟାମିଲି ତାଙ୍କର ବିଭିନ୍ନ ପୋଜରେ ଫଟୋ ନେବାକୁ ଲାଗିଛନ୍ତି। ସମସ୍ତେ ଫଟୋ ନେବାରେ ବିଭୋର। ଆଉ ଇଏ ହେଲେ ଆମର ମୋତି ଭାଇ, ଭାଉଜ, ସେମାନେ ବି ତାଙ୍କର
ସ୍ମୃତି ମନେ ରଖିବା ପାଇଁ ଫଟୋ ନେଉଛୁ। ଆମ ସହିତ ଯେଉଁ ଗୁଜରାଟର ଜିତୁ ଭାଇ ଯାଇଥିଲେ ତାଙ୍କ ପରିବାର ଏଇଟା। ଆଉ ହେମାନନ୍ଦ ସହିତ ଯୁବ ଭାଇଙ୍କ ପୁଅ ମୋହିତର ଫଟୋ। ଦେଖନ୍ତୁ ଏବେ ମେଘ ବହୁତ ମାତ୍ରାରେ ଛାଡ଼ିଗଲାଣି, ଟିକେ ସଫା ଦେଖାଯାଉଛି। ତଳମାଳି ଏଇ ଯେଉଁ ଲେଖା ସେ ଧୀରେ ଧୀରେ ପରିଷ୍କାର ହେବାରେ ଲାଗିଛି। ଆଉ ଆମେ ବିଭିନ୍ନ ମୁହୂର୍ତ୍ତର ଫଟୋ ଉଠୁଛୁ। ମତି ଭାଇ ପୁରା ସିନେମା ପୋଜରେ ଫଟୋ ସୁଟ୍ କରି ଚାଲିଛନ୍ତି। ଆଉ ହେଉଛି ତଳମାଳି ଭ୍ୟାଲିର ବହୁତ ସୁନ୍ଦର ଦୃଶ୍ୟ। ଥଣ୍ଡା ଘୋ ଘୋ ପବନ ବହୁଛି। ମେଘ ଯେଉଁ ଗତି କରୁଛି ତାର ଶବ୍ଦ ଶୁଣାଯାଉଛି ଏବଂ ଓଦା ତ ହେବେ ହିଁ ନିଶ୍ଚିତ। ଆଉ ଥଣ୍ଡା ବି ଏଠି ଟିକେ ରହିବ। ଏବଂ ଯେବେ ବି ଯାଉଛନ୍ତି ଯଦି ଗରମ କପଡ଼ା ଆଉ ବର୍ଷାତି ନେଇକି ଯିବାଟା ଭଲ। ଦେଖନ୍ତୁ ମେଘର ଗତି କେମିତି ହେଉଛି। ଆପଣ ଦେଓମାଳି ଏବଂ ତଳମାଳି ଗଲେ ମେଘର ସ୍ପର୍ଶ ପାଇପାରିବେ। ମେଘ କ'ଣ କେମିତି ବର୍ଷା ହେଉଛି ଏହା ପ୍ରତ୍ୟକ୍ଷ ଅନୁଭୂତି ପାଇବେ ଏବଂ ବହୁତ ହିଁ ଭଲ ଲାଗିବ। ଆଉ ଆମେ ଏମିତି ଯେତେ ସବୁ ଯାଇଥିଲୁ ବିଭିନ୍ନ ପ୍ରକାର ଫଟୋ ଉଠେଇକି ତଳମାଳିରୁ ଦେଓମାଳି ଅଭିମୁଖେ ବାହାରିବୁ। ସମସ୍ତେ ଚାହୁଁଛନ୍ତି ନିଜର ସ୍ମୃତି, ଏହି ସ୍ମୃତିଟିକୁ ମନେ ରଖିବା ପାଇଁ ଫଟୋ। ଇଏ ହେଲେ ଆମ ସହିତ ଯେଉଁ ଡ୍ରାଇଭର ଯାଇଛନ୍ତି ତିଲକ ମାଳି, ସେ ବହୁତ ଭଲ ପିଲା, ଧାର୍ମିକ ବି। ଆଇଁଷ ଫାଇଁଷ ଖାଆନ୍ତି ନାହିଁ। ସେମାନେ ଶ୍ରାବଣରେ ସେମାନେ ଭଣ୍ଡାରାର ବ୍ୟବସ୍ଥା କରି ଗୁପ୍ତେଶ୍ୱରରେ ଲୋକମାନଙ୍କୁ ଖୁଆଇଥାନ୍ତି। ତେଣୁ ସେ ସୋମବାର ସବୁ ଗୁପ୍ତେଶ୍ୱର ଯିବେ। ଆଉ ଆମକୁ ନେଇକି ସବୁ ବୁଲାଉଛନ୍ତି। ବହୁତ ସୁନ୍ଦର ଡ୍ରାଇଭର। ଏତେ ବଡ଼ ବଡ଼ ଘାଟିରେ ଟ୍ରାଭେଲାର ଗାଡ଼ିକୁ ଏତେ ସୁନ୍ଦର ଚଳାଉଛନ୍ତି କହିବାର ନାହିଁ। ଆମେ ମତି ଭାଇ ସହିତ ଗୋଟେ ଏଇଭଳିଆ ଫଟୋ ନେଉଛୁ। ଏବେ ଆମେ ତଳମାଳି ଦେଓମାଳି ଅଭିମୁଖେ ବାହାରି ପଡ଼ିଲୁ। ତଳମାଳିରୁ ଦେଓମାଳି ପାଖାପାଖି 4-5 କିଲୋମିଟର ଦୂର। ଆଉ ଆପଣଙ୍କର ଚାରିପଟେ ପାହାଡ଼ ଏବଂ ଦୃଶ୍ୟ ଦେଖନ୍ତୁ। ଧୂଆଁଳିଆ, ମାନେ ଏଇଟା ଧୂଆଁ ନୁହେଁ କି ବର୍ଷା ନୁହେଁ, ଏଇଟା ଏକ ପ୍ରକାର ମେଘଟା ହିଁ। ଦେଖନ୍ତୁ ଆମେ ଦେଓମାଳି ପାଖାପାଖି ଗଲେ। ଏଇଟା ଦେଓମାଳିର ୱେଲକମ୍ ଲାଗିଥିବା ପ୍ଲାଷ୍ଟିକ୍ ଫ୍ରି ଜୋନ୍ ପାଇଁ ଗୋଟେ ସାଇନବୋର୍ଡ଼। ହେଉଛି ଦେଓମାଳିର ପାର୍କିଂ ପ୍ଲେସ୍। ସୁନ୍ଦର କରାହେଇଛି। ବହୁତ ଦର୍ଶକ ଆସନ୍ତି ତେଣୁ ବଡ଼ ପାର୍କିଂ ପ୍ଲେସ୍ଟା ଗୋଟେ କରାହେଇଛି। ଆମର ଗାଡ଼ି ଏଇଠି ପାର୍କିଂ ହେବ। ହେଲା ମାତ୍ରେ ଆମେ ଓହ୍ଲେଇଲୁ। ଆଗକୁ ଟ୍ରାକିଂ ପାଇଁ ପାହାଡ଼ ଉପରକୁ ଯିବା ରାସ୍ତା ଅଛି। ଆମର ଗ୍ରୁପ୍ରୁ କେହି ରାଜି ହେଲେନି, ତେଣୁ ମୁଁ ମିସେସ୍କୁ ନେଇକି କହିଲି ଟ୍ରାକିଂର ଟିକେ ମଜା ନେବା। ତେଣୁ ଆମେ ପାଖାପାଖି 1/2 କିଲୋମିଟର ଜଙ୍ଗଲ ଭିତରେ ଏଇଟା ଟ୍ରାକିଂ କରୁଛୁ। ଆମ ପୂର୍ବରୁ ବି ବହୁତ ଅନ୍ୟାନ୍ୟ ଦର୍ଶକମାନେ ଯାଇଛନ୍ତି। ଥଣ୍ଡା ତ ନିଶ୍ଚିତ ଲାଗୁଛି, ବହୁତ ଥଣ୍ଡା ଅନୁଭୂତ ହେବ ଏଠି। ତେଣୁ ଗରମ କପଡ଼ା ଥିଲେ ଭଲ। ଏଇ ଦେଖନ୍ତୁ, ଏଇଟା ହେଉଛି ଦେଓମାଳି ପର୍ବତ ଉପରକୁ ଟ୍ରାକିଂ କରିବାର ପଥ। ଏବଂ ଏଠି ପାହାଚ ସେମିତି କିଛି ନାହିଁ, ପଥରର ରାସ୍ତା ତିଆରି ହେଇଛି। ମୁଁ ଏଇ ଦୂରକୁ ଦେଖାଉଛି କେମିତି ଲୋକମାନେ ଯାଇଛନ୍ତି। ଏ ପଥର ଗୁଡ଼ା ହେଉଛି ବକ୍ସାଇଟ୍। ସେଥିରେ ଆଲୁମିନିୟମ ବହୁତ ରହିଛି। ନାଲକୋ କମ୍ପାନୀ ଏହାକୁ ନେଇଛି। ଚାରିଆଡ଼େ ବହୁତ ଉନ୍ନୟନମୂଳକ କାମ କରୁଛି। ଆଉ ଏଣ୍ଟାୟାର ପଥରଟା ହେଉଛି ବକ୍ସାଇଟ୍ ରେ ପରିପୂର୍ଣ୍ଣ ଅଛି। ତେଣୁ ଏଗୁଡ଼ା ଏକରକମ ଟଙ୍କା ହିଁ କହିଲେ ଚଳେ। ଆଉ ଆମେ ଟ୍ରାକିଂ କରିବା ଟିକେ ଫେରୁଛୁ, ତାର କିଛି ଭିଡ଼ିଓ ସୁଟ୍ କରୁଛୁ। ମାତ୍ର ଆମେ 1/2 କିଲୋମିଟର ଖଣ୍ଡେ ଯାଇଥିଲୁ, କାରଣ ଏଇ ଭଙ୍ଗୁର ପଥରିଆ ରାସ୍ତାରେ ଚାଲିବାଟା ବି ଏତେ ସହଜ ନୁହେଁ। ତା ସହିତ ବହୁତ ଥଣ୍ଡା ବି ଲାଗୁଛି। ଏ ଦେଖନ୍ତୁ, ମେଘ ଭିତରେ ହିଁ ଚାଲିବା ପାଇଁ ପଡ଼ିବ। ତେଣୁ ଏଠି ଗଲା ମାନେ ଆପଣ ନିଶ୍ଚିତ ମେଘରେ ଯାଉଛନ୍ତି ମାନେ ଓଦା ହେବେ। ସେ ପ୍ରକାର ଆମେ ବର୍ଷାରେ ଭିଜି ଗଲେ ଯେମିତି ଓଦା ହୁଏ, ସେମିତି ତ ଓଦା ହୁଏନି, କିନ୍ତୁ ଦେହଟା ପାଣିରେ କ'ଣ କହିବି ବୁଝି ହେଲା ଟାଇପ୍ର ହିଁ ଜଣାପଡ଼େ। ଏବେ ଆମେ ଟ୍ରାକିଂ କରିକି ପଳେଇ ଆସିଲୁ। ତାପରେ ଆମ ଟିମ୍ ଯେଉଁ ଅଛନ୍ତି ସେଇଠିକୁ ଯିବା। ଏଇଟା ଗୋଟେ ୱାଚ୍ ଟାୱାର। ଏଥିରେ ସମସ୍ତେ ୱାଚ୍ ଟାୱାର ଉଠିକି ଦେଓମାଳିର ଦୃଶ୍ୟ ଆପଣ ଚାରିଆଡ଼ର ସୁନ୍ଦର ଦେଖିପାରିବେ। ଦେଖନ୍ତୁ, ବିଭିନ୍ନ ପାର୍କିଂ ହେଇଥିବା ଗାଡ଼ି, ଲୋକମାନେ ସବୁ ବିଭିନ୍ନ ପ୍ରକାର ଫଟୋ ଉଠାଉଛନ୍ତି। ଆମେ ବି ଏଇ
ୱାଚ୍ ଟାୱାରରୁ ଉଠିକି କିଛି ଭିଡ଼ିଓ ସୁଟ୍ କଲୁ। ୱାଚ୍ ଟାୱାରରୁ ବିଭିନ୍ନ ମାନେ ଦିଗର ଦୃଶ୍ୟ ଦେଖନ୍ତୁ କେମିତି ଦେଖାଯାଉଛି। ଏଗୁଡ଼ା ବର୍ଷା ହେଉନି କାରଣ ମାଟିକୁ ଦେଖନ୍ତୁ, ମାଟି ଉପରେ ସେମିତି ପାଣି ଜମିନି। ଏତିକି ବର୍ଷା ହେଲେ ପାଣି ଜମିଥାନ୍ତା, ଏଇଟା କେବଳ ମେଘଟା ସେଠି ଭାସୁଛି। ଆଉ ଏଇଠି ଗୋଟେ ପଥରରେ ସେଲ୍ଫି ପଏଣ୍ଟ କରାହେଇଛି। ଆମର ହେମାନନ୍ଦ ସେଠି ଯାଇକି ଫଟୋ ଉତ୍ତୋଳନ କରିବା ପାଇଁ ଟିକେ ଚେଷ୍ଟା ଚଳେଇଛି। ମୁଁ ବି ସେଇ ସେଲ୍ଫି ପଏଣ୍ଟକୁ ଯିବା ପାଇଁ ବାହାରିଛି, ଦେଖାଯାଉ ଚୋଟି ପାରୁଛି କି ନାହିଁ। ଇଏ ହେଲା ୱାଚ୍ ଟାୱାରର ଫଟୋ। ଯାହା ହଉ ସେଲ୍ଫି ପଏଣ୍ଟକୁ ମୁଁ ଉଠି ପାରିଲି ଏବଂ ଏଇଟା ସେଇ ସେଲ୍ଫି ପଏଣ୍ଟର ଦେଓମାଳିର ଗୋଟେ ଫଟୋ। ଆମର ବିଷ୍ଣୁମାଙ୍କର ମିସେସ୍ ଚୈତାଳି ଦିଦି ତଳେ ରହିକି ସମସ୍ତେ ପ୍ରାୟ ବର୍ଷାତି ପିନ୍ଧିଛନ୍ତି କାରଣ ଦେହ ତ ଓଦା ହେଉଛି, ଥଣ୍ଡା ବି ଲାଗୁଛି। ଏବେ ଆମେ ଟିକେ ଫଟୋ ସୁଟ୍ କରୁଛୁ, ଦେଓମାଳିର ଫଟୋ ଏଗୁଡ଼ା ସବୁ। ବହୁତ ହିଁ ସୁନ୍ଦର ପରିବେଶ। ଏବଂ ଏବେ ଆମେ ସେଇଠି ଗୋଟେ ଟି କଫି ହାଉସ୍ ଅଛି, ଆଉ ସେଠି ପହଞ୍ଚିଯାଇଛୁ। ଦେଖନ୍ତୁ ଏଠି କେବଳ ସ୍ନାକ୍ସ ଆଉ ଚା କଫି ହିଁ ମିଳିଥାଏ। ଆମେ କଫି ଅର୍ଡ଼ର କରିଛୁ। ଏଇଟା କଫି ହାଉସ୍ର ଗୋଟେ ଫଟୋ। ସେଠି ଗୋଟେ ସେଲ୍ଫି ପଏଣ୍ଟ ଆଇ ଲଭ୍ ଦେଓମାଳି ରହିଛି। ଏଠି ଆମେ ସମସ୍ତେ ଗୋଟେ ଗୋଟେ ସ୍ମୃତିକୁ ମନେ ରଖିବା ପାଇଁ ଫଟୋ ଉଠାଇଛୁ। ଏଇଟା ଆମର ଫଟୋ। ଇଏ ହେଲା ବାରିକ ବାବୁ ତାଙ୍କର ମିସେସ୍ଙ୍କର। ମତି ଭାଇ ତାଙ୍କ ଭାଉଜ ବି ଏଠି ଆଇ ଲଭ୍ ଦେଓମାଳିର ଫଟୋ ଗୋଟେ ଉଠେଇଛନ୍ତି। ଆମର ପାଣିଗ୍ରାହୀ ସାର୍ ତାଙ୍କ ମିସେସ୍। ତାପରେ ଆମେ ବସିକି ଏମିତି କଫି ପିଇଲୁ। ଏବେ ଆମର ପ୍ରସ୍ଥାନ ଜାଣି ଏଇ ଅଙ୍କା ବଙ୍କା ରାସ୍ତା ଦେଇକି ଆମେ ଫେରିବା। ଆମେ ଏବେ ଦେଓମାଳି ଛାଡ଼ିଥିବା